ମାଛ ସମସ୍ତଙ୍କୁ ଖାଇବା ପାଇଁ ପସନ୍ଦ ହେଇଥାଏ, କିନ୍ତୁ ମାଛ ହନ୍ତ କେହି ବି ଖାଇବା ପାଇଁ ପସନ୍ଦ କରନ୍ତିନି, କାହିଁକି ନା ମାଛ ହନ୍ତ ବହୁତ ପିତା ଲାଗେ, କିନ୍ତୁ ମାଛ ହନ୍ତ ଖାଇବା ପାଇଁ ବହୁତ ପସନ୍ଦ ଲାଗେ। ଆଉ ଏଇ ଷ୍ଟାଇଲରେ ଥରେ ମାଛ ହନ୍ତ ମୁଁ ଭାଜିକି ମୋ ପଡ଼ିଶା ଘରଙ୍କୁ ଦେଇଥିଲି, ଆଉ ସେମାନେ ଖାଇକି ବହୁତ ତାରିଫ କରିଥିଲେ। ଆଉ ତାଙ୍କ ରିକ୍ୱେଷ୍ଟରେ ମୁଁ ଆଜି ଏ ଭିଡିଓଟି ସେୟାର କରିଛି। ଥରେ ଖାଇଲେ ବାରମ୍ବାର ଖାଇବା ପାଇଁ ଇଚ୍ଛା ହବ, କେବେ ବି ମାଛ ହନ୍ତ ଫୋପାଡ଼ିବେ। ଆଶା କରୁଛି ଆପଣ ମାନଙ୍କୁ ବି ଭିଡିଓଟି ବହୁତ ପସନ୍ଦ ଲାଗିବ। ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ମୁଁ ପ୍ରଜ୍ଞା ଆପଣଙ୍କୁ ସ୍ୱାଗତ କରୁଛି ପ୍ରଜ୍ଞା ହୋମ କିଚେନରେ। ସତ କହିବାକୁ ଗଲେ ମାଛ ହନ୍ତ ମତେ ଖାଇବା ପାଇଁ ବହୁତ ପସନ୍ଦ ଲାଗେ, ସେ ଗରମ ଭାତ ସହିତ ହଉ କିମ୍ବା ପଖାଳ ଭାତ ସହିତ। ମୁଁ କିପରି ମାଛ ହନ୍ତ ଭାଜେ ଆଜି ସେଇ ରେସିପିଟି ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ସେଥିପାଇଁ ମୁଁ ପ୍ରଥମେ ଏଠି କିଛି ଫ୍ରେଶ ମାଛ ହନ୍ତ ନେଇ ଆସିଛି, ଆଉ ତାକୁ ଭଲ ଭାବରେ ଧୋଇ ନେଇ ପରିଷ୍କାର କରି ନେଇଛି। ତାପରେ ମୁଁ ଗ୍ୟାସ ଉପରେ କଡ଼େଇକୁ ଗରମ କରି ନେଇଛି ମାଛ ହନ୍ତ ଭାଜିବା ପାଇଁ। ସେଥିପାଇଁ ମୁଁ ଏଠି କିଛି ସୋରିଷ ତେଲ ଦେଇ ଦେଇଛି। ତାପରେ ମୁଁ ଏଠି ହାଲକା କିଛି ହଳଦୀ ଦେଇ ଭଲ ଭାବରେ ସେ ତେଲ ହଳଦୀକୁ ମିଶେଇ ନେଇଛି। ସ୍ୱାଦ ଅନୁସାରେ ମୁଁ ଏଠି ଲୁଣ ମଧ୍ୟ ଦେଇଛି। ଲୁଣ ଦେଇକି ମାଛ ହନ୍ତ ଯେଉଁ ଆମେ ଧୋଇକି ରଖିଥିଲେ ସେ ମାଛ ହନ୍ତକୁ ପ୍ରଥମେ ଆମେ ଦେଇଦେବା। ଆଉ ପ୍ରଥମେ ମାଛ ହନ୍ତକୁ ଭାଜି ନେବା, କାହିଁକିନା ମାଛରେ ବହୁତ ତେଲ ଥାଏ, ସେ ତେଲଟା ମଧ୍ୟ ବାହାରି ଆସିବ। ତା ସହିତ ମାଛଟା ବି ଅନ୍ତଟା ବି ଭଲ ଭାବରେ ଟିକେ ଭାଜି ହେଇଯିବ। ଆଉ ଏଇଠି ଦେଖିପାରୁଥିବେ ମାଛ ହନ୍ତ ଟିକେ ଭାଜି ହେଇଯାଇଛି। ମାଛ ହନ୍ତ ଆମର ଭଲ ଭାବରେ ଭାଜି ହେଇଯାଇଛି। ତାକୁ ଗୋଟେ ପ୍ଲେଟକୁ ଅଲଗା ଜାଗାକୁ ମୁଁ କାଢ଼ିକି ରଖି ନେଇଛି। ଆଉ ଦେଖିପାରୁଥିବେ ଆଜି ଏଇ ମାଛ ତେଲରେ ମାଛ ହନ୍ତ ଟିକେ ଭାଜିବା, ସେଥିପାଇଁ ମୁଁ ଗୋଟେ ବଡ଼ ବାଇଗଣ ନେଇ ଆସିଛି। ସେ ବାଇଗଣକୁ ପ୍ରଥମେ ଛୋଟ ଛୋଟ ପିସ୍ କରି ମୁଁ କାଟି ନେବି। ମୁଁ ଆଜି ମାଛ ହନ୍ତଟି ବାଇଗଣ ଦେଇକି ଭାଜିବି। ବାଇଗଣ ଦେଇକି ଭାଜିଲେ ତା ଟେଷ୍ଟଟା ବହୁତ ବଢ଼ିଆ ଲାଗିଥାଏ। ଆଉ ତା ସହିତ ମୁଁ ଏଠି ଦେଇଛି 2ଟା ଟମାଟୋ ଦେଇଛି। ଆପଣ କେତେ ଖଟା ଖାଇବେ ସେଇ ଅନୁସାରେ ଦେବେ। ଆଉ ଖଟା ଖଟା ଟିକେ ଲାଗିଲେ ଖାଇବା ପାଇଁ ବହୁତ ଭଲ ଲାଗିଥାଏ, ସେଥିପାଇଁ ମୁଁ 2ଟା ଟମାଟୋ ନେଇଛି। ଆଉ ତାକୁ ମଧ୍ୟ ଟିକେ ଛୋଟ ଛୋଟ ପିସ୍ରେ କାଟି ନେଇଛି। ଏବେ ଟମାଟୋଟାକୁ ମୁଁ ଗୋଟେ ସାଇଡ୍ରେ କରିଦେବି। ଆଉ ବାଇଗଣକୁ କାଟିବା ପରେ ପ୍ରଥମେ ପାଣିରେ ରଖିନେବି। ପାଣିରେ ରଖିବା ଦ୍ୱାରା ବାଇଗଣଟା ଆମର କଳା ପଡ଼ିବନି, ବହୁତ ସମୟ ପର୍ଯ୍ୟନ୍ତ ସେମିତି ଫ୍ରେଶ୍ ରହିବ। ଆଉ ଯଦି ଖାଲି ରଖିଦେବେ ବାଇଗଣଟା କଳା ପଡ଼ିଯିବ, ସେଥିପାଇଁ ମୁଁ ଏଠି ପାଣିରେ ରଖି ନେଇଛି। ତାପରେ ମୁଁ ଏଠି 2ଟା ପିଆଜ ନେଇଛି। ଆଉ ପିଆଜକୁ ମଧ୍ୟ କାଟିକି ଛୋଟ ଛୋଟ କରି ରଖି ନେଇଛି। ସବୁ କିଛି କାଟି ନେଇ ସାରିବା ପରେ ଏବେ ଯିବେ ଫାଇନାଲି ଆମେ ମାଛ ହନ୍ତ ତେଲ ଝାଲ କରିବା ପାଇଁ। ସେଥିପାଇଁ କଡ଼େଇ ଗରମ କରି ନେଇଛି। ଆଉ ଯେଉଁ ତେଲରେ ଆମେ ମାଛ ହନ୍ତ ଭାଜିଥିଲେ ପ୍ରଥମେ, ସେଇ ତେଲରୁ ମୁଁ କିଛି ଦେଇଦେଇଛି। ଆଉ ତେଲ ଗରମ ହେବା ପରେ ମୁଁ ଏଠି 2ଟା ତେଜପତ୍ର ମଧ୍ୟ ଦେଇଦେଇଛି। ଆଉ ତେଜପତ୍ରକୁ କିଛି ଗରମ ହେବା ପାଇଁ ଛାଡ଼ି ଦେଇଛି। ତାପରେ ଆମେ କାଟିକି ରଖିଥିବା ପିଆଜକୁ ମଧ୍ୟ ଦେଇ ତାକୁ କିଛି ସମୟ ଭାଜି ନେବି। ପିଆଜକୁ ମୁଁ ଏଠି ଜମା ବି ବେଶୀ ସମୟ ଭାଜିବିନି। ପିଆଜଟା ଜଷ୍ଟ ହାଲକା ହାଲକା କଞ୍ଚା ଥିବ, ସେଇ ଷ୍ଟେପ୍ରେ ଆମେ ଅଦା ଆଉ ରସୁଣକୁ ଛେଚିକି ରଖିଥିଲେ ସେଇ ଅଦା ରସୁଣ ଛେଚାକୁ ଏଥିରେ ଦେଇଦେବି। ଆଉ ତାକୁ ମଧ୍ୟ କିଛି ସମୟ ଭଲ ଭାବରେ ଭାଜି ନେବି। ଏଇଠି ଦେଖିପାରୁଥିବେ ସବୁ କିଛି ଆମର ଭଲ ଭାବରେ ଭାଜି ହେଇଯାଇଛି। ଏବେ ଆମେ କାଟିକି ରଖିଥିବା ବାଇଗଣକୁ ଏଥିରେ ଦେଇଦେବା। ଆଉ ବାଇଗଣକୁ ଦେବା ପରେ ତାକୁ ମଧ୍ୟ ତେଲରେ କିଛି ସମୟ ଏପଟ ସେପଟ କରି ନେବା। ବାଇଗଣଟିକୁ ସେ ମସଲାରେ ଭଲ ଭାବରେ ଭାଜି ନେଇ ସାରିବା ପରେ ସ୍ୱାଦ ଅନୁସାରେ କିଛି ଲୁଣ ଦେଇ ଦେଇଛି। ଆଉ ସେ ସବୁକୁ ଆଉ ଥରେ ଭଲ ଭାବରେ ଭାଜି ନେଇଛି। ସବୁକୁ ଭଲ ଭାବରେ ଭାଜି ନେଇ ସାରିବା ପରେ ଏଠି ମୁଁ କଭର ଘୋଡ଼େଇ କିଛି ସମୟ ବାଇଗଣଟିକୁ ସିଝିବା ପାଇଁ ଛାଡ଼ିଦେବି। ତାପରେ କଭର ଖୋଲି ମୁଁ ଏଠି ଚେକ୍ କରି ନେଇଛି। ଦେଖିପାରୁଥିବେ ବାଇଗଣ ଆମର ସିଝି ଯାଇଛି। ଆଉ ଭଲ ଭାବରେ ତାକୁ ଗୋଟେ କଲରଟା ମଧ୍ୟ ଚେଞ୍ଜ ହେଇଯାଇଛି। ଏଇ ଷ୍ଟେପ୍ରେ ଆମେ କାଟିକି ରଖିଥିବା ବିଲାତିକୁ ଦେଇ ତାକୁ ମଧ୍ୟ କିଛି ସମୟ ଭାଜି ନେବା ବାଇଗଣ ସହିତ। ମସଲାରେ ବାଇଗଣ ବିଲାତିକୁ କିଛି ସମୟ ଭାଜି ନେଇ ସାରିବା ପରେ ମୁଁ ଏଠି କିଛି ଗୁଣ୍ଡ ମସଲା ଦେଇ ଦେଇଛି। ଏଠି ମୁଁ କିଛି ହଳଦୀ ଗୁଣ୍ଡ, କିଛି ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଆଉ ଧନିଆ ଗୁଣ୍ଡ ମଧ୍ୟ ଦେଇଥିଲି। ସେ ସବୁ ଗୁଣ୍ଡ ମସଲାକୁ ଦେଇକି ତାକୁ ଆଉ ଥରେ ଏକା ସାଙ୍ଗରେ ସବୁ କିଛିକୁ ଭାଜି ନେବି, ଯାହାଫଳରେ କି ମସଲା ବି ଭଲ ଭାବରେ ମିଶିଯିବ ବାଇଗଣ ବିଲାତି ସହିତ। ଯେହେତୁ ଆଜି ଆମେ ମାଛ ହନ୍ତର ତେଲ ଝାଲ ବନେଇବା, ମାନେ ଝାଲ ମାନେ ଟିକେ କଡ଼ା ଲାଗିବା ପାଇଁ ମୁଁ ଏଠି 4ଟା କଞ୍ଚା ଲଙ୍କା ଦେଇଛି। ଆଉ ଆପଣ ଯେତିକି କଡ଼ା ଖାଉଥିବେ ସେଇ ଅନୁସାରେ ଲଙ୍କା ଦେବେ। ଆଉ ତରକାରୀଟା ଟିକେ ଟିକେ କଡ଼ା ଲାଗିଲେ ବହୁତ ଭଲ ଲାଗିଥାଏ ଖାଇବା ପାଇଁ। ତାପରେ ଯେଉଁ ମାଛ ହନ୍ତ ଆମେ ଭାଜିକି ରଖିଥିଲେ ସେ ମାଛ ହନ୍ତ ଦେଇକି ସେ ମସଲା ସହିତ ଭଲ ଭାବରେ ତାକୁ ଆଉ ଥରେ ମୁଁ ମିଶେଇ ନେଇଛି। ମିଶେଇ ନେବା ପରେ କଭର ଘୋଡ଼େଇ କିଛି ସମୟ ତାକୁ ସିଝିବା ପାଇଁ ମୁଁ ଛାଡ଼ି ଦେଇଛି। ଆଉ କଭର ଖୋଲି ଚେକ୍ କରନ୍ତୁ କେତେ ସୁନ୍ଦର ତେଲ ଉପରେ ଭାସି ଆସିଛି। ମାନେ ମାଛ ହନ୍ତଟି ଆମର ପୁରା ବନିକି ଏବେ ରେଡ଼ି ହେଇଯାଇଛି। ଆଉ ତାର ବାସ୍ନା ଭଲ ଆସିବା ପାଇଁ ମୁଁ ଏଠି କିଛି ଫିସ୍ ମସଲା ଦେଇଛି, ତା ସହ କିଛି ଗରମ ମସଲା ମଧ୍ୟ ଆଡ୍ କରି ନେଇଛି। ସେ ସବୁ ମସଲାକୁ ଦେଇକି ଆଉ ଥରେ ଭଲ ଭାବରେ ସେ ସବୁକୁ ମୁଁ ମିଶେଇ ନେଇଛି। ଆଉ ଦେଖିକି ଇଚ୍ଛା ହେଉଛି ନା ଖାଇବା ପାଇଁ, ଥରେ ଏହିପରି ନିହାତି ବନାନ୍ତୁ। ଦେଖିବେ ଯେଉଁମାନେ ମାଛ ହନ୍ତ ଖାଉନଥିବେ, ଫୋପାଡ଼ି ଦେଉଥିବେ, ସେମାନେ ବାରମ୍ବାର ମାଗିକି ଖାଇବେ, ଏଇଟା ମୁଁ ଗ୍ୟାରେଣ୍ଟି ଦେଇକି କହିପାରିବି। ଆଉ ଏହିପରି ଥରେ ଥରେ ମାଛ ହନ୍ତ ଘରେ ଭାଜିକି ଖାଆନ୍ତୁ,
किपरि टेस्ट लागिला मते कमेंट बॉक्स रे जणैया पे भूलिबेनी। आ जदि माछ अंतर ए वीडियोटी आपण माननकु भल लागिथिबो लाइक कमेंट शेयर और सब्सक्राइब निहाती करंतु। हां आ थरे थरे एपरि माछ अंत भाजी के निश्चय खांतु। जो माने माछ अंत खाउ नथिबे ना से थरे जगह रे 10 थर मागी की खाइबे आ केबे भी माछ अंत फोपाड़ीबेनी जमते हम पड़िसा घर लोक एबे भी करूचंती। जदि मो वीडियोटी आपण माननकु भल लागिथो लाइक कमेंट शेयर और सब्सक्राइब निहाती करिवे। पाखरे थिबा बेल आइकन को प्रेस करिया पे जम्मार भूलिबेनी जहा फल कि मो जहा भी नुआ नुआ वीडियो अपलोड करबी आपण मानक पाखु प्रथमे नोटिफिकेशन जीवो। आ हां आपण माने माछ अंत खाइबा पई पसंद करंती कि नाही कमेंट बॉक्स रे निश्चय कमेंट करी जणाइबे। रहिली देखाबा आ गोटे नुआ वीडियो रे।